ଷଡ଼ଙ୍ଗୀ ସାର୍ଙ୍କୁ ମଦନ ଜେନା, କ୍ଷୀରୋଦ ପ୍ରସାଦ ନାୟକ, ଅଞ୍ଜନ ସାର୍, ରାସବିହାରୀ, କବୀର, ଧୀରେନ ମହାନ୍ତି ଏମାନଙ୍କର ମଦୁଆ ଏବଂ ସିଗାରେଟ୍ ଟଣା ବିଡ଼ି ଟଣା କଲଚର ତାଙ୍କୁ ନଷ୍ଟ କରିଦେଲା। ସେ ଜଣେ ବହୁତ ଭଲ ଶିକ୍ଷକ ଥିଲେ। ମୋତେ ବି ମୋର ମନେ ଅଛି ପରୀକ୍ଷା ହଲ୍ରେ ମୁଁ ବହୁତ ଲେଖୁଥିଲି ବୋଲି ମୋତେ ପ୍ରଶଂସା କରିଥିଲେ, ମୋର ଏବେ ବି ମନେ ଅଛି। ଆଉ ଅଞ୍ଜନ ସାର୍ ଏବେ ମେସେଜ ଛାଡ଼ିଛନ୍ତି ଗଡ୍ ବ୍ଲେସ୍ ୟୁ, ହାପି ବାର୍ଥଡେ ଲେଖିକିରି। ଅଞ୍ଜନ ସାର୍ ସେତେବେଳେ ମିଟିଂରେ ମୋର ମନେ ଅଛି କମେଣ୍ଟ କରୁଥିଲେ ଷଡ଼ଙ୍ଗୀ ସାର୍ଙ୍କୁ ଯେ ଘରେ ପରୀକ୍ଷା କରିଦିଅ। ତାଙ୍କୁ କେହି କାଳେ ଚିହ୍ନୁ ନାହାନ୍ତି କମର୍ସ ପିଲା, ସିଏ ଆର୍ଟ୍ସ ଲେକ୍ଚର, ତାଙ୍କୁ ଚିହ୍ନନ୍ତେ। ସିଏ କିନ୍ତୁ ସେ ଜାଗାରେ ଭିଲେଜ ଜଜ୍ ବିଷୟ ଅନୁସାରେ ଯେଉଁଟା ପଢ଼ା ହେଉଛି 10th ସାଧୁ କଥା କହିବା କଥା ମିଟିଂରେ ଯେ ସେମାନଙ୍କର ଦରମା ମିନିମମ୍ 9300 କରାଯାଉ ଏବଂ ସିଏ କଲେଜରେ କ୍ଲାସ୍ କରନ୍ତୁ, ପିଲାମାନେ କଲେଜକୁ ଆସନ୍ତୁ। କିନ୍ତୁ ସାଧୁ କଥା କହିବା ଜାଗାରେ ଟାଉଟରି ମାରୁଥିଲେ ଆଉ କମେଣ୍ଟ ମାରୁଥିଲେ। ଅନ୍ୟମାନଙ୍କର ଅସୁବିଧାରେ ଏମାନେ ମଜା ଉଠାନ୍ତି ନିଜର ବାହାବା ନେବା ପାଇଁ। ତାଙ୍କର ଯେଉଁ ପ୍ରସିଦ୍ଧିରେ ଷଡ଼ଙ୍ଗୀ ସାର୍ଙ୍କ ପ୍ରସିଦ୍ଧିକୁ ମଦନ ଜେନା, କ୍ଷୀରୋଦ ପ୍ରସାଦ ନାୟକ, ରାସବିହାରୀ, କବୀର, ଅଞ୍ଜନ ସାର୍ ଏମାନେ, ଧୀରେନ ମହାନ୍ତି ଏମାନେ ସହିପାରିଲେ ନାହିଁ ଏବଂ ରାଗିଲେ ମଧ୍ୟ। ଧୀରେନ ମହାନ୍ତି, କ୍ଷୀରୋଦ ପ୍ରସାଦ ନାୟକ ତାଙ୍କୁ ଆହୁରି ଅସୁବିଧାରେ ପକାଇଦେଲେ ତାଙ୍କ ଉପରେ ରାଗିକିରି ଯେ ତାଙ୍କର ଗୋଟେ କେସ୍ ମଦନ ଜେନା ସମାଧାନ କରିଦେବାରୁ।